ସାଙ୍ଗମାନେ ପାଚିଲା ପଣସକୁ ଖାଇସାରି ଆପଣମାନେ ତା ମଞ୍ଜିକୁ ନିଶ୍ଚିତ ଭାବରେ ଫୋପାଡ଼ି ଦେଉଥିବେ ମୁଁ ଭାବୁଛି, କି କ'ଣ ଆପଣମାନେ ଜାଣିଥିବେ। କିନ୍ତୁ ମୁଁ କ'ଣ କରେ, ସେ ମଞ୍ଜି ଗୁଡ଼ିକୁ ମୁଁ ଷ୍ଟୋର୍ କରିକି ରଖେ। ମଞ୍ଜିରେ ତିଆରି ବିଭିନ୍ନ ପ୍ରକାର ଆମର ରେସିପି ହେଇପାରିବ। ସାଙ୍ଗମାନେ ଆଜି ଆମେ ବନେଇବା ପଣସ ମଞ୍ଜିରେ ମଞ୍ଚୁରିଆନ୍। ଚାଲନ୍ତୁ ତ ଦେଖିବା ଆମେ କ'ଣ ସବୁ ଉପକରଣ ଆଣିଛନ୍ତି। ଇଏ ଆମର ପଣସ ମଞ୍ଜି। ପଣସ ମଞ୍ଜିକୁ ମୁଁ ଭଲ ଭାବରେ ତାକୁ 2 ଫାଳ ଲେଖା କରି କାଟି ତାକୁ ଭଲସେ ଧୋଇ ଦେଇଛି। ଧୋଇ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ମୁଁ ରଖିନେଇଛି। ଏଠି ଆମର ଦେଖନ୍ତୁ ବଡ଼ ଗୋଟାଏ ସିଦ୍ଧ ଆଳୁକୁ ମୁଁ ତାକୁ ଗ୍ରେଟିଂରେ ଗ୍ରେଟର୍ କରିନେଇଛି। ଏଠି ଆମର ଗୋଟେ ଗାଜରକୁ ମୁଁ ଭଲ ଭାବରେ ପରିଷ୍କାର କରି ଧୋଇ ନେଇ ତାକୁ ମୁଁ ଗ୍ରେଟିଂ କରିକି ରଖିଦେଇଛି। ଏଠି ଆମର ପିଆଜ ଗୋଟେ ବଡ଼ ସାଇଜ୍ର ପିଆଜ ମୁଁ ତାକୁ କୁଚ କୁଚ କରିକି କାଟି ନେଇଛି। ଏଠି ଆମର କଞ୍ଚା ଲଙ୍କା ଅଳ୍ପ ଥିବାରୁ ମୁଁ ଯେତିକି ଥିଲା ମୁଁ ସେତିକି ୟାକୁ କୁଚେଇ ନେଇଛି। ଆଉ କଟା ରସୁଣକୁ ମୁଁ ଏଠି କାଟି ନେଇଛି। ଆମର ବିଲାତିକି ମୁଁ ଛୋଟ ଛୋଟ କରିକି କାଟି ଦେଇଛି। ଆମର ଏଠି ହେଉଛି ଶୁଖିଲା ଲଙ୍କାକୁ କିଛି ମୁଁ କାଟି ନେଇଛି। ଆଉ ଆମର ଭୃସଙ୍ଗ ପତ୍ରକୁ ମୁଁ ଏଠି ଧୋଇକି ଭଲ ଭାବରେ ମୁଁ ରଖିନେଇଛି। ତାପରେ ଆମେ ଗୋଟେ ବେଲା ଆଣିବା। ବେଲାରେ ଏଗୁଡ଼ାକ ସବୁ ଆମେ ଦେଇଦେବା। ମୁଁ ତ ଏ ବେଲାରେ ସବୁ ନେଇନେଲି। ତାପରେ ଆମେ ଦେଇଦେବା କିଛି ମୋଟା ବେସନ। ସାଙ୍ଗମାନେ ଆପଣମାନେ ଭାବୁଥିବେ ମୋଟା ବେସନ କ'ଣ? ଏଥିରେ ଆମର ଧୋକା ତିଆରି ହୁଏ ବେସନରେ। ଇଏ ହେଉଛି ଆମର ମୋଟା ବେସନ। ମୁଁ ଆକୁ ଦେଇଦେଲି 1/2 କପ୍। ତାପରେ ଆମେ ଦେଇଦେବା 1 କପ୍ ସରୁ ବେସନ, ପତଳା ବେସନ ଦେଇଦେଲେ। ତାପରେ ଆମେ କିଛି ଜୁଆଣିକୁ ଏଥିରେ ପକାଇବା। ଜୁଆଣି ସାଙ୍ଗମାନେ ପକାଇଲେ କ'ଣ ହେବ, ଆମର ଟିକେ ଜୁଆଣି ଭଲ ମାନେ ଡାଇଜେସନରେ ଟିକେ ଭଲ କାମ ଦିଏ। ଜିରାକୁ ଏଠି ମୁଁ ପକାଇଲି। ଜିରା ମଧ୍ୟ ଡାଇଜେସନରେ ସାହାଯ୍ୟ କରେ। ଆଉ କଳା ଜିରା ବି ମୁଁ ଏଠି ନେଇଛି। ତାକୁ ସବୁ ଦେଇକି ଭଲ ଭାବରେ ଗୋଳେଇବା ଆମେ। ତାପରେ ଟିକେ ମୁଁ ଏଥିରେ କଲର୍ ପାଇଁ ହଳଦୀ ଗୁଣ୍ଡ ଦେଇଦେଲି। ତାପରେ ଆମେ ସ୍ୱାଦ ଅନୁଯାୟୀ ଲୁଣ ଦେବା। ଲୁଣ ଦେଇଦେଲେ ଯେତିକି ଆପଣଙ୍କର ଜିନିଷ ସେହି ହିସାବରେ ଆପଣମାନେ ଲୁଣ ଦେବେ। କାରଣ ଅଲଣା ହେଲେ ବି ଭଲ ଲାଗିବନି, ଲୁଣିଆ ହେଲେ ମଧ୍ୟ ଭଲ ଲାଗିବନି। ତେଣୁକରି ଯେତିକି ଆବଶ୍ୟକ ସେତିକି ଆମେ ଦେବା। ତାପରେ ଏଗୁଡ଼ିକୁ ଆମେ ସବୁ ଭଲ ଭାବରେ ତାକୁ ମାଖିବା। ମୁଁ ତ ଆକୁ ଭଲ ଭାବରେ ମାଖିଦେଲି। ଇଏ ଆମର ଗୋଟେ ସୁନ୍ଦର ଭାବରେ ଡୋଟେ ବନିଗଲା। ତାପରେ ଆମେ ଗ୍ୟାସ୍ ପାଖକୁ ଯିବା। ଚାଲନ୍ତୁ ଆଜ୍ଞା। ଆମେ ଗ୍ୟାସ୍ ତ ଲଗାଇଦେଲେ। କଡ଼ା ବସେଇକି ତେଲ ମୁଁ ଦେଇଦେଇଛି। ଛାଡ଼ି ଦେଇଛି ତେଲକୁ ଗରମ ହେବା ପାଇଁ। ତାପରେ ଆମେ ମଞ୍ଚୁରିଆନ୍ ପକାଇବା ଷ୍ଟାର୍ଟ କରିବା। ତେଲ ଆମର ଗରମ ହୋଇଗଲାଣି। ଆମେ ଗ୍ୟାସ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ତାପରେ ଆମେ ପକାଇବା ମଞ୍ଚୁରିଆନ୍।
ସାଙ୍ଗମାନେ ଆମର ତ ହେଇଗଲା ମଞ୍ଚୁରିଆନ୍। ଏମିତି ସାଙ୍ଗମାନେ କରିକି ଆପଣଙ୍କ ଘରେ ଖାଆନ୍ତୁ। ଥରେ ଖାଇଲା ମାନେ ପୁଣି 2 ଥର 5 ଥର ଇଚ୍ଛା ହେବ ଖାଇବା ପାଇଁ। ନା କ'ଣ କହୁଛନ୍ତି ସାଙ୍ଗମାନେ? ତ ଦେଖୁଛନ୍ତି ମୋର ସବୁ ପ୍ରକାର ରେସିପି ମୁଁ କେମିତି ବନାଉଛି କ'ଣ କରୁଛି ଆପଣମାନେ ତ ଦେଖୁଛନ୍ତି। ସାଙ୍ଗମାନେ ଆମର ତ ବନିଗଲା ଆମର ମଞ୍ଚୁରିଆନ୍। ଆପଣମାନେ ଏ ମଞ୍ଚୁରିଆନ୍କୁ ଯଦି ଫ୍ରାଏ କରିବା ପାଇଁ ଚାହିଁବେ ମସଲା ଦେଇକି ଫ୍ରାଏ କରିପାରିବେ। କିନ୍ତୁ ମୋର ଟିକେ ଫ୍ରାଏକୁ ଟିକେ ଏତେ ମୋତେ ପସନ୍ଦ ଲାଗେ ନା। ମୋତେ ଟିକେ ଭଲ ଲାଗେ ନା, ଭେଦା ଭେଦା ହେଇଯାଏ ନା ସେଗୁଡ଼ାକ, ଖାଇବା ପାଇଁ ଟେଷ୍ଟି ଲାଗେ ନା। ଏମିତି ମୁଚମୁଚିଆ କୁଡ଼ମୁଡ଼ିଆ ଖାଇବା ପାଇଁ ମୋର ସବୁବେଳେ ପସନ୍ଦ। ମୁଁ ସେଥିପାଇଁ ଫ୍ରାଏ କଲିନି। ଆପଣମାନେ ଯଦି ଚାହିଁବେ ତାହେଲେ ଆପଣମାନେ ନିଜ ଘରେ କରିକି ଏମିତି ବନେଇକି ନିଜ ଘରେ ଫ୍ରାଏ କରିକି ଖାଇପାରିବେ। କିନ୍ତୁ ମୋର ସେ ଫ୍ରାଏଟାକୁ ମୋର ଏତେ ପସନ୍ଦ ନୁହେଁ। ଭେଦିଗଲା ମାନେ ସେଗୁଡ଼ା ସବୁ ମାନେ ପଚପଚିଆ ହେଇଯିବ, ସେ ସୁବିଧା ଲାଗେ ନା ଖାଇବା ପାଇଁ। ସେଥିପାଇଁ ମୋତେ ଟିକେ ଭଲ ଲାଗେ ନା। ମୁଁ ଏମିତି ଶୁଖିଲା ମୋର ଭଲ। ସାଙ୍ଗମାନେ ଆପଣମାନେ ତ ଦେଖୁଛନ୍ତି, ତ ପ୍ରତ୍ୟେକ ରେସିପି ଆପଣମାନଙ୍କୁ ମୁଁ ଦେଖାଉଛି। ଆପଣମାନେ ଯଦି ଭିଡ଼ିଓ ଟିକେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଆଜ୍ଞା ଦେଖିବେ। ନ ଦେଖିଲେ କିଛି ଜାଣିପାରିବେନି, କିଛି କ'ଣ କେମିତି ହେଉଛି କ'ଣ କରୁଛି। ପ୍ରାୟ ଭାଇ ଭଉଣୀମାନେ ଭିଡ଼ିଓ ଅଧାରୁ ସ୍କିପ୍ କରିଦେଉଛନ୍ତି, ଉପରକୁ ଟେକି ଦେଉଛନ୍ତି। ଆମେମାନେ ପରିଶ୍ରମ କରିକି ଏତେ ଗୁଡ଼ାକ ଆମେ ପକାଉଛୁ, ତେଣୁକରି ଆପଣମାନେ ଟିକେ ଦେଖିଲେ ଆମକୁ ଟିକେ ବହୁତ ଖୁସି ଲାଗିବ, ଭଲ ଲାଗିବ। ପୁଣି ଇଚ୍ଛା ହେବ ଆଉ କିଛି ନୂଆ ରେସିପି ତିଆରି କରିବା ପାଇଁ। ନା କ'ଣ କହୁଛନ୍ତି ସାଙ୍ଗମାନେ? ମୁଁ ଠିକ୍ କହୁଛି ତ? ଆଉ ତ ଆପଣମାନେ ଦେଖିଲେ ଏଭଳି ଭାବରେ ମୁଁ ବନେଇଲି କେମିତି ଭାବରେ ଆପଣମାନଙ୍କୁ ତ ସବୁ ମୁଁ ଦେଖାଉଛି। ଆପଣମାନେ କିଣିକି ଖାଇବା ଅପେକ୍ଷା ନିଜ ଘରେ ପରିବାପତ୍ର ଆପଣମାନଙ୍କର ଥିବ, ନିଶ୍ଚିତ ଭାବରେ ଏମିତି ସବୁ ବନେଇକି ଖାଆନ୍ତୁ। ମନ ଚାହୁଁଛି ଖାଇବା ପାଇଁ ଖାଆନ୍ତୁ, କିନ୍ତୁ ବାହାରୁ କିଣିକି ଖାଇବା ଠାରୁ ଘରେ ବନେଇକି ଖାଇବା ବହୁତ ସୁନ୍ଦର, ବହୁତ ମାନେ ବଢ଼ିଆ। ମୁଁ କ'ଣ କହୁଛି, ମୋ କଥା କିଛି ବୁଝୁଛନ୍ତି ତ? ହଉ ସାଙ୍ଗମାନେ, ଆମର ତ ମଞ୍ଚୁରିଆନ୍ ତ ରେଡ଼ି ହେଇଗଲା। ଆଉ ଆପଣମାନଙ୍କୁ ଏ ଭିଡ଼ିଓଟି କେମିତି ଲାଗୁଛି ସମ୍ପୂର୍ଣ୍ଣ ଭାବରେ ଦେଖିବେ। ଦେଖି ସାରିଲା ପରେ ମୋତେ ନିଶ୍ଚିତ ଲାଇକ୍ କମେଣ୍ଟ ସେୟାର କରିବେ, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ରହିଲି ଆଜ୍ଞା, ଜୟ ଜଗନ୍ନାଥ।